ହେଲ୍ପିଂ ହ୍ୟାଣ୍ଡ ଫର୍ ୟୁ ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ଓ କଲମ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ। ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ହେଲ୍ପିଂ ହ୍ୟାଣ୍ଡ ଫର୍ ୟୁ ଫାଉଣ୍ଡେସନ ତରଫରୁ ବସ୍ତା ଥାନା ମଥାନୀସ୍ଥିତ ମାଗୁଣୀ ଚରଣ ବାଳାଶ୍ରମରେ କୁନି କୁନି ପିଲାମାନଙ୍କୁ ଶୁଖିଲା ଖାଦ୍ୟ ଓ କଲମ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଦିବସ ଅବସରରେ 70ରୁ 80 କୁନି କୁନି ପିଲାମାନଙ୍କ ମୁହଁରେ ହସ ଫୁଟେଇବା ପାଇଁ ଏହା ଏକ ଛୋଟ ପ୍ରୟାସ। ଅନୁଷ୍ଠାନ ତରଫରୁ ଏକ ମଞ୍ଚ ଆହ୍ୱାନ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ବରିଷ୍ଠ ବୈଜ୍ଞାନିକ ଡକ୍ଟର ଅମରେନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଅନୁସନ୍ଧାନ ପ୍ରଫେସର ଡକ୍ଟର ରାମେଶ୍ୱର ମହାପାତ୍ର, ବସ୍ତା ଥାନା ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା, ମେସେଜିଂ କାଉନସିଲ ସଦସ୍ୟ ପରମେଶ୍ୱର ଭୋଇ, ଦୀନବନ୍ଧୁ ବିଶି ଓ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଲିଅସ୍ଗର ମଲ୍ଲିକ, ସଦସ୍ୟ ରାମଚନ୍ଦ୍ର ସାମଲ, ନରୋତ୍ତମ ଦତ୍ତ, ପବିତ୍ର କୁମାର ସାହୁ, ଅଭିଷେକ ଜେନା, ଅନୁପ କୁମାର ସେନାପତି, ନିହାର ରଞ୍ଜନ ଗାନ, ପବିତ୍ର ଜେନା, ଶୁଭମ ବାରିକ, ବ୍ରଜମୋହନ ବାରିକ ଉପସ୍ଥିତ ଥିଲେ। ଏହି ମହତ୍ କାର୍ଯ୍ୟ ପାଇଁ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତାଙ୍କୁ ଅନୁଷ୍ଠାନ ତରଫରୁ ସାଧୁବାଦ ଜଣାଉଛନ୍ତି। ସର୍ବଶେଷରେ ସଦସ୍ୟ ଶେଖ ଆଝାରୁଦ୍ଦିନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର।